18 କୋଟି ଲୋକଙ୍କ କଟିଯିବ ରାସନ କାର୍ଡ। ତ ଦେଖନ୍ତୁ ଆପଣ ମାନେ ଯଦି ରାସନ କାର୍ଡ ଧାରୀ ତାହେଲେ ଆପଣ ମାନେ ମଧ୍ୟ ଏଇ ଭିଡିଓକୁ ଦେଖନ୍ତୁ, ଯାହାକି ଆପଣଙ୍କ ରାସନ କାର୍ଡ କଟି ଯାଇପାରେ। କଣ ରହିଛି ଆପଣ ମାନେ ଜାଣିପାରିବେ କଣ ପାଇଁ କଟିବ ନାହିଁ। ତ ଦେଖନ୍ତୁ ଆଉ କଣ ରହିଛି ଭିଡିଓର ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଫୁଲ ଷ୍ଟେପ ବାଇ ଷ୍ଟେପ ଜାଣିବେ, ଯାହାକି କାର୍ଡ ଧାରୀ ମାନେ এই ଭିଡିଓକୁ ନିଶ୍ଚିତ ଭାବରେ ଦେଖନ୍ତୁ, ନହେଲେ ଆପଣ ମାନେ ହଇରାଣରେ ପଡିପାରନ୍ତି। ତ ଦେଖନ୍ତୁ ରାସନ କାର୍ଡ ଧାରକଙ୍କ ପାଇଁ ବଡ ଖବର, ବଡ ଘୋଷଣା କରିଛନ୍ତି ସରକାର। ରାସନ କାର୍ଡ ଉପଭୋକ୍ତାଙ୍କ ନାଁ କଟି ଯାଇପାରିବାର ସମ୍ଭାବନା ରହିଛି। ସରକାରଙ୍କ ପକ୍ଷରୁ ଗାଇଡଲାଇନ ଅନୁଯାୟୀ ଏଭଳି ଘୋଷଣା କରାଯାଇଛି। ତୁରନ୍ତ କିଛି ଜରୁରୀ କାମ କରାଇ ନିଅନ୍ତୁ, ନଚେତ ରାସନ କାର୍ଡରୁ ନାଁ କାଟି ଦିଆଯିବ। ମାଗଣାରେ ଚାଉଳ ଏବଂ ଗହମ ଆଉ ପାଇବାକୁ ସକ୍ଷମ ହେବେ ନାହିଁ, କାରଣ ସରକାର ପକ୍ଷରୁ କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରାଇ ନେବାକୁ ପରାମର୍ଶ ଦିଆଯାଉଛି। ରାସନ କାର୍ଡ ଧାରକ ତୁରନ୍ତ କିଛି ଜରୁରୀ କାମ କରାଇ ନେବାକୁ ପଡିବ, ଯାହା ଫଳରେ ଆପଣ ପୂର୍ବ ଭଳି ମାଗଣା ରାସନ ପାଇପାରିବେ। ଏହା ସହିତ ଅନ୍ୟାନ୍ୟ ସୁବିଧା ପାଇପାରିବେ। ତେବେ କେଉଁ କାମ କରିବାକୁ ପଡିବ? ତ ଦେଖନ୍ତୁ ରାସନ କାର୍ଡ ଧାରକ ତୁରନ୍ତ ଇ-KYC କରିବାକୁ ପଡିବ, ଯାହାକି ଜୁନ 21 ତାରିଖରୁ ଆରମ୍ଭ ହୋଇସାରିଛି। ରାସନ କାର୍ଡରେ ପଞ୍ଜୀକୃତ ସମସ୍ତ ସଦସ୍ୟଙ୍କ ପାଇଁ ଇ-KYC ବାଧ୍ୟତାମୂଳକ କରାଯାଇଛି। ସମସ୍ତ ରାସନ କାର୍ଡ ଧାରୀଙ୍କ ପାଇଁ ଇ-KYC କାର୍ଯ୍ୟ କରିବା ସମାନ ବାଧ୍ୟତାମୂଳକ। ଯଦି ଇ-KYC କରା ନଯାଏ ତେବେ ରାସନ କାର୍ଡରୁ ନାଁ କାଟି ଦିଆଯିବ। ଏହା ସହିତ ରାସନ ମଧ୍ୟ ଉପଲବ୍ଧ ହେବ ନାହିଁ। ରାସନ କାର୍ଡରେ ଥିବା ସମସ୍ତ ସଦସ୍ୟରେ ଇ-KYC ବାଧ୍ୟତାମୂଳକ ଥିବାରୁ ଏଭଳି ଘୋଷଣା କରାଯାଇଛି। ଯଦି ସେହି ରାସନ କାର୍ଡ ଧାରକ ଏବଂ ଏଥିରେ ଉଲ୍ଲେଖ କରାଯାଇଥିବା ସମସ୍ତ ନାଁ ଯଥା ପ୍ରତ୍ୟେକ ସଦସ୍ୟ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଇ-KYC ନ କରନ୍ତି, ତେବେ ସେମାନଙ୍କ ମାଗଣା ଚାଉଳ କିମ୍ବା ଗହମ ପାଇପାରିବେ ନାହିଁ। ତେବେ କାହିଁକି ରାସନ କାର୍ଡରେ ଇ-KYC ବାଧ୍ୟତାମୂଳକ? ରାସନ କାର୍ଡରେ ଇ-KYC କରିବାର କାରଣ ହେଉଛି ଯେଉଁମାନେ ରାସନ କାର୍ଡ ସୁବିଧା ପାଇବାକୁ ଯୋଗ୍ୟ ନୁହନ୍ତି, କିନ୍ତୁ ରାସନ କାର୍ଡ ଇ-KYC ସମୟରେ ନାଁ ଯୋଡ଼ିବା କିମ୍ବା ନାଁ କଟିବା ତଥ୍ୟ ସଂଶୋଧନ କାର୍ଯ୍ୟ କରି ହେବ। ଫଳରେ ରାସନ ମିଳିବା ସମୟ କୌଣସି ସଦସ୍ୟ ରହିବ ନାହିଁ। ଯଦି ଆପଣଙ୍କ ମଧ୍ୟ ଆପଣଙ୍କର ଇ-KYC ସ୍ଥିତି ଯାଞ୍ଚ କରିବାକୁ ଚାହୁଁଛନ୍ତି, ତେବେ ଏଥିପାଇଁ ଆପଣ ମୋବାଇଲ ନମ୍ବର ଥିବା ଆବଶ୍ୟକ, କାରଣ ପଞ୍ଜୀକୃତ ମୋବାଇଲ ନମ୍ବର ବିନା ଇ-KYC ହୋଇପାରିବ ନାହିଁ କିମ୍ବା ଯାଞ୍ଚ ମଧ୍ୟ କରିପାରିବେ ନାହିଁ। ତ ଏଇଭଳିଆ ଆଜିର ଅପଡେଟ୍ ଥିଲା। ଯଦି ଆପଣମାନେ ମଧ୍ୟ ଇ-KYC କରିନାହାନ୍ତି, ଯାହାକି ଆପଣମାନେ ଖୁବ୍ ଶୀଘ୍ର ଇ-KYC କରନ୍ତୁ, ନହେଲେ ଆପଣମାନେ ଯାହାକି ମାଗଣାରେ ଆପଣମାନେ ପାଇପାରିବେ ନାହିଁ, ଯାହାକି ଗହମ ଆଉ ଚାଉଳ ଆପଣଙ୍କ ନାଁ କଟିଯିବ ରାସନ କାର୍ଡରୁ। ତ ଏଇଭଳିଆ ଆଜିର ଅପଡେଟ୍ ଥିଲା। ଆଶା କରୁଛି ଭିଡ଼ିଓ ଭଲ ଲାଗିବ, ତାହେଲେ ସେୟାର କରନ୍ତୁ, ଲାଇକ୍ କରନ୍ତୁ। ଏଇଭଳିଆ ପ୍ରତିଦିନ ନୂଆ ନୂଆ ଭିଡ଼ିଓ ଆପଣମାନେ ଖୁବ୍ ଶୀଘ୍ର ପାଇପାରିବେ।